ନମସ୍କାର। ପୂର୍ବପକ୍ଷ ପ୍ରସ୍ତୁତ ମଇଦାନକୁ ମୁଁ ତୃପ୍ତି ଆପଣମାନଙ୍କୁ ସ୍ୱାଗତ କରୁଛି। ଭାରତୀୟ କ୍ରିକେଟ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ, ସବୁଠାରୁ ଶକ୍ତିଶାଳୀ ଲିଗ୍, ସବୁଠାରୁ ବଡ଼ ପ୍ରତିଭାର ଭଣ୍ଡାର। କିନ୍ତୁ ଏହି ସବୁ ସଫଳତା ମଧ୍ୟରେ ଗୋଟିଏ ପ୍ରଶ୍ନ ବାରମ୍ବାର ଉଠୁଛି। ବଡ଼ ମ୍ୟାଚ୍ ଆସିଲେ ଭାରତର ମିଡିଲ ଅର୍ଡର କାହିଁକି ଭାଙ୍ଗି ପଡ଼େ? କାହିଁକି ଗ୍ରୁପ ପର୍ଯ୍ୟାୟରେ ଅପରାଜୟ ଲାଗୁଥିବା ଦଳ ସେମିଫାଇନାଲ କିମ୍ବା ଫାଇନାଲରେ ଚାପରେ ଆସି ଭୁଲ କରେ? ଏହା କ'ଣ କେବଳ ଖେଳାଳିଙ୍କ ଭୁଲ, ନା ଏହା କୋଚିଂ ଦର୍ଶନର ବିଫଳତା? ଆଜିର ଆଲୋଚନାରେ ଆମେ କୌଣସି ବ୍ୟକ୍ତିକୁ ଦୋଷ ଦେଉନାହୁଁ, ବରଂ ଏକ ବଡ଼ ପ୍ରଶ୍ନ ଉଠାଉଛୁ କି ଭାରତୀୟ ଦଳକୁ କ'ଣ ଜଣେ ବିଦେଶୀ ବ୍ୟାଟିଂ ଟେକ୍ନିକାଲ କନସଲଟାଣ୍ଟର ଆବଶ୍ୟକତା ଅଛି? ପ୍ରଥମେ ଗୋଟିଏ କଥା ସ୍ପଷ୍ଟ କରିଦେବା, ଭାରତରେ ପ୍ରତିଭାର କୌଣସି ଅଭାବ ନାହିଁ। ଆଇପିଏଲ ପ୍ରତିବର୍ଷ ନୂଆ ନୂଆ ବ୍ୟାଟର ଦେଉଛି। ଘରୋଇ କ୍ରିକେଟରେ ଶତାଧିକ ରନ୍ ମଧ୍ୟ ହେଉଛି। ରଞ୍ଜି ଟ୍ରଫିରେ ଦମଦାର ପ୍ରଦର୍ଶନ ମଧ୍ୟ ହେଉଛି। ତେବେ ସମସ୍ୟା କେଉଁଠି? ସମସ୍ୟା ହେଉଛି ପରିସ୍ଥିତି ବଦଳିଲେ ପ୍ରଦର୍ଶନ ବଦଳି ଯାଉଛି। ଯେତେବେଳେ ବଲ୍ ସୁଇଂ କରେ, ଯେତେବେଳେ ପିଚ୍ରେ ବାଉନ୍ସ ଥାଏ, ଯେତେବେଳେ ସ୍କୋର ବୋର୍ଡରେ ଚାପ ବଢ଼େ, ସେତେବେଳେ ମିଡିଲ ଅର୍ଡର ଅନେକ ସମୟରେ ଭାଙ୍ଗି ପଡ଼ିଥିବାର ଦେଖାଯାଏ। ଏହା କ'ଣ କେବଳ ଟେକ୍ନିକ୍ସ? ନା, ଏହା ମାନସିକ ପ୍ରସ୍ତୁତି, ମ୍ୟାଚ୍ ସିମୁଲେସନ, ପରିସ୍ଥିତି ଅନୁଯାୟୀ ନିଷ୍ପତ୍ତି ଏବଂ କୌଶଳର ମିଶ୍ରଣ। ଏବେ ପ୍ରଶ୍ନ ଉଠୁଛି, ଆମର ବର୍ତ୍ତମାନର କୋଚିଂ ପ୍ରଣାଳୀ ଏହି ସମସ୍ୟାର ସମାଧାନ କରିପାରୁଛି କି? କେହି କହିବେ ହଁ, କେହି କହିବେ ନା, କିନ୍ତୁ ତଥ୍ୟ କ'ଣ କହୁଛି? ବିଗତ କିଛି ବର୍ଷ ଧରି ଭାରତ ଅନେକ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟରେ ଭଲ କ୍ରିକେଟ ପ୍ରଦର୍ଶନ କରିଛି। ଗ୍ରୁପ ପର୍ଯ୍ୟାୟରେ ଶୀର୍ଷରେ ରହିଛି। ଦ୍ୱିପାକ୍ଷିକ ସିରିଜରେ ପ୍ରଭୁତ୍ୱ ଦେଖାଇଛି। କିନ୍ତୁ ନକ୍ଆଉଟ୍ ମ୍ୟାଚ୍ ଆସିଲେ ଅନେକ ସମୟରେ ବ୍ୟାଟିଂରେ ଅସ୍ଥିରତା ଦେଖାଯାଇଛି। ଏହାର ଅର୍ଥ ନୁହେଁ ଯେ ସବୁବେଳେ ବିଫଳତା ଆସିଛି, ବରଂ ଏହା ଦର୍ଶାଏ ଯେ ଚାପର ମୁହୂର୍ତ୍ତରେ ଭୁଲର ସମ୍ଭାବନା ବଢ଼ିଯାଉଛି। ବିଶ୍ୱ କ୍ରିକେଟ ବହୁତ ବଦଳି ଯାଇଛି। ଆଜି କେବଳ ନେଟ୍ ପ୍ରାକ୍ଟିସ ଯଥେଷ୍ଟ ନୁହେଁ। ଆଜି ଆନାଲିଟିକ୍ସ ଅଛି, ହାଇ ସ୍ପିଡ୍ ଭିଡିଓ ବିଶ୍ଳେଷଣ ଅଛି, ବୋଲରଙ୍କ ରିଲିଜ ପଏଣ୍ଟ ଅଧ୍ୟୟନ କରାଯାଉଛି, ବ୍ୟାଟରଙ୍କ ଦୁର୍ବଳତାର ଡାଟାବେସ୍ ପ୍ରସ୍ତୁତ ହେଉଛି, କେଉଁ ଲେନ୍ଥରେ କେଉଁ ବ୍ୟାଟର ଅଧିକ ଆଉଟ୍ ହୁଅନ୍ତି, କେଉଁ ଗତିରେ ବଲର ଷ୍ଟ୍ରାଇକ୍ ରେଟ୍ କମିଯାଏ, ସବୁକିଛି ଏବେ ତଥ୍ୟରେ ମପାଯାଉଛି। ତେବେ ଦର୍ଶକ ବନ୍ଧୁ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଅନ୍ୟାନ୍ୟ ଶୀର୍ଷ ଦଳ ଏହି ଡାଟାକୁ ଏବେ ଅଧିକ ବ୍ୟବହାର କରୁଛନ୍ତି। ସେମାନେ କେବଳ କୋଚ୍ ନୁହେଁ, ବିଶେଷଜ୍ଞ ପରାମର୍ଶଦାତା ମଧ୍ୟ ରଖିଛନ୍ତି। କେହି ପାୱାର ହିଟିଂ ଦେଖନ୍ତି, ତ କେହି ସ୍ପିନ୍ ବିରୋଧୀ ବ୍ୟାଟିଂ, କେହି ମାନସିକ ଦୃଢ଼ତା, ତ ଆଉ କେହି ଟେକ୍ନିକାଲ ପ୍ଲାନିଂ। ତେବେ କ'ଣ ଭାରତ ମଧ୍ୟ ଏଭଳି ଏକ ବିଶେଷଜ୍ଞକୁ ଆଣିବା ଉଚିତ? ଏଠାରେ ଆରମ୍ଭ ହୁଏ ମତଭେଦ। ଗୋଟିଏ ପକ୍ଷ କହୁଛି, ବିଦେଶୀ କୋଚ୍ମାନଙ୍କ ପାଖରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ପରି ପରିବେଶର ବିପୁଳ ଅନୁଭବ ରହିଛି। ସେମାନେ ବାଉନ୍ସ ଓ ସୁଇଂ ବିରୋଧରେ ଆଧୁନିକ ରଣନୀତି ପ୍ରସ୍ତୁତ କରିପାରିବେ। ଅନ୍ୟପଟେ ଅନେକଙ୍କ ଯୁକ୍ତି, ଭାରତରେ ରାହୁଲ ଦ୍ରାବିଡ, ଭିଭିଏସ୍ ଲକ୍ଷ୍ମଣ, ଗୌତମ ଗମ୍ଭୀରଙ୍କ ପରି ଅଭିଜ୍ଞ କ୍ରିକେଟ ମସ୍ତିଷ୍କ ଅଛି। ବିଦେଶୀ ହେଲେ ହିଁ ଭଲ, ଏହି ଧାରଣା ଠିକ୍ ନୁହେଁ। ତେବେ ସମାଧାନ କ'ଣ? ହୁଏତ ସମାଧାନ ଦେଶୀ ଭର୍ସେସ୍ ବିଦେଶୀକୁ ନେଇ ନୁହେଁ, ବରଂ ବିଶେଷଜ୍ଞତା ଭର୍ସେସ୍ ପାରମ୍ପରିକତାକୁ ନେଇ। ଯଦି ଦଳରେ ଜଣେ ଏମିତି ପରାମର୍ଶଦାତା ଥାନ୍ତି ଯିଏ କେବଳ ସୁଇଂ ବିରୋଧରେ ବ୍ୟାଟିଂ ଉପରେ କାମ କରନ୍ତି, କେବଳ ବାଉନ୍ସିଂ ପିଚ୍ ପାଇଁ ପ୍ରସ୍ତୁତ କରାନ୍ତି, କେବଳ ଚାପର ପରିସ୍ଥିତିର ସିମୁଲେସନ କରାନ୍ତି, ତେବେ ତାହାର ଲାଭ ମିଳିପାରେ। କଳ୍ପନା କରନ୍ତୁ, ନେଟ୍ ପ୍ରାକ୍ଟିସରେ କେବଳ ବୋଲିଂ ନୁହେଁ, ସ୍କୋର ବୋର୍ଡର ଚାପ ମଧ୍ୟ ସୃଷ୍ଟି କରାଯାଉଛି। 40 ରନ୍ରେ 3 ୱିକେଟ୍, 10 ଓଭର ବାକି, ବୋଲର ବିଶ୍ୱସ୍ତରୀୟ, ଦର୍ଶକଙ୍କ ଶବ୍ଦ ରେକର୍ଡିଂ ଚାଲୁଛି। ବ୍ୟାଟରକୁ ସେହି ଚାପରେ ନିଷ୍ପତ୍ତି ନେବାକୁ ପଡୁଛି। ଏହାକୁ କୁହାଯାଏ ମ୍ୟାଚ୍ ସିମୁଲେସନ। ବିଶ୍ୱର ଅନେକ ଦଳ ଏଭଳି ପ୍ରସ୍ତୁତିକୁ ଗୁରୁତ୍ୱ ଦେଉଛନ୍ତି। ଆଉ ଗୋଟିଏ ବଡ଼ ବିଷୟ ହେଉଛି ମାନସିକ ଦୃଢ଼ତା। ଟେକ୍ନିକ୍ ଯେତେ ଜରୁରୀ ହେଇଥାଉ ନା କାହିଁକି, ମାଇଣ୍ଡସେଟ୍ ମଧ୍ୟ ସେତିକି ଜରୁରୀ। ବଡ଼ ମ୍ୟାଚରେ ଶରୀର ପୂର୍ବରୁ ମନ ହାରିଗଲେ ଟେକ୍ନିକ୍ କାମ କରେ ନାହିଁ। ସେଥିପାଇଁ ଅନେକ ଆଧୁନିକ ଦଳ ଖେଳ ମନୋବିଜ୍ଞାନୀ, ଡାଟା ବିଶ୍ଳେଷକ ଓ ବିଶେଷଜ୍ଞ କୋଚ୍ମାନଙ୍କୁ ନେଇ ଏକାଠି କାମ କରନ୍ତି। ତେବେ ଏହାର ଅର୍ଥ କ'ଣ? କ'ଣ ଭାରତର ବର୍ତ୍ତମାନ କୋଚିଂ ବ୍ୟବସ୍ଥା ବିଫଳ? ଏଭଳି ନିଷ୍କର୍ଷ ଦେବା ଠିକ୍ ହେବ ନାହିଁ, କାରଣ ଏହି ବ୍ୟବସ୍ଥା ଅନେକ ସଫଳତା ମଧ୍ୟ ଦେଇଛି। ଭାରତ ଟେଷ୍ଟ କ୍ରିକେଟରେ
विदेश रे जीतिछि। आईसीसी टूर्नामेंट रे सफलता मध्य मिलिछि। अनेक युव खेलाड़ी आंतर्जातिक स्तर रे मुंड टेकिछन्ति। तेणु एहाकु विफलता कहिबा अन्याय हेबो। किंतु प्रत्येक सफल व्यवस्था रे सुधार करिबा जरूरी थाए। विश्व चैंपियन हेबाकु चाहुथिले नुआ चिंताधारा दरकार, नुआ टेक्नोलोजी दरकार, नुआ विशेषज्ञता दरकार। जदि जणे विदेशी टेक्निकल कंसल्टेंट एही अभाव पूरण करि पारंती तेबे तांकु सुजोग देबारे असुविधा कोन। किंतु जदि भारतीय विशेषज्ञ सेही काम आहुरी भलरे करि पारंती तेबे सेमानकु अग्राधिकार मिलिबा उचित। शेषरे गोटिए कथा, क्रिकेट रे कोनोसी गोटिए कोच सब समस्यार समाधान नुहे। गोटिए मैच हारिबार कारण केवल कोच नुहे, खेलाड़ीଙ୍କ फॉर्म, पिच, प्रतिपक्षर गुणवत्ता, चाप निष्पत्ति सबुकिछिर भूमिका रही थाए। तथापि गोटिए कथा निश्चित, विश्व क्रिकेट द्रुत गति बदलुछि। जो दल शिखिबा बंद करदेब सेही दल पछरे पड़िजिब। तेणु प्रश्नटी विदेशी कोच दरकार कि नुहे एहा नुहे। प्रकृत प्रश्न हेउछि, भारत कोन विश्वर सर्वोत्तम ज्ञान, सर्वोत्तम डाटा एवं सर्वोत्तम विशेषज्ञता को ग्रहण करने को प्रस्तुत। जदि यार उत्तर हाँ हुए तेबे सेही विशेषज्ञ भारतीय होंतु कि विदेशी, लक्ष्य गोटे हेबा उचित। चापर मुहूर्त रे दृढ़ बैटिंग, स्थिर मिडिल ऑर्डर एवं विश्व ट्रॉफी जितिबा एवं शेषरे एहा मने रखिबा दरकार जे क्रिकेट रे कोनोसी मैजिक फॉर्मूला न थाए, किंतु सठिक विश्लेषण, प्रस्तुति और निरंतर सुधार एही तीनोटी जिनिस जेकोनोसी शक्तिशाली दल को आहुरी शक्तिशाली करि पारे। तेबे दर्शक बंधु एही पूरा तथ्य उपरे आपणको मत कोन हमको कमेंट बॉक्स रे लिखि निश्चय जणांतु। क्रिकेट एवं देश विदेश रो समस्त बड़ खबर रो सठिक विश्लेषण पय आम चैनल को लाइक, शेयर एवं सब्सक्राइब करबाकू जमार भूलंतु नहीं। आज पई एतिकी रहुछि। नमस्कार। मन कहूछि किछि नुआ करिबा पई हेले पाखरे संबळ नाही, तेबे व्यस्त हुंतु नाही। मधुलिका एंटरप्राइजेस एबे बुझिबो आपणको मन कथा। क्षुद्र शिल्प ठारु नै मध्यम शिल्प पई सुलभ मूल्य रे जोगाई देबो समस्त प्रकार मेसिन और रॉ मटेरियल, जहाकु नै आपण सहज आरंभ करि परिबे नुआ एक व्यवसाय। अधिक जानिबा पई आज ही कॉल करंतु।